ସମୟ ବଦଳି ଯାଇଛି ସାଙ୍ଗମାନେ। ସଂସାର ରଥର ଚକ ଅନବରତ ଗଡ଼ି ବି ଚାଲିଛି। ଜେଜେ ଚାଲିଗଲେ, ତାପରେ ଜେଜେମା ବି। ଅତୀତର ଅନ୍ଧାରୁଆ ଆଉ ଅପାଣିଆ କାହାଣୀ ସବୁ ମନେ ପଡ଼େ। ହଠାତ୍ ବାପା ପଚାରନ୍ତି, ଜଡ଼ା ଆଉ ଆସୁନି। ଆଜି ଏମିତି ଏକ ହାଡ଼ଭଙ୍ଗା ଶୀତ ଅନ୍ଧାରରେ ମୁଁ ପହଞ୍ଚି ଯାଇଥିଲି ମୋର ଜେଜେଙ୍କର ଅତି ବିଶ୍ୱସ୍ତ ଜଡ଼ାଙ୍କ ପାଖରେ। ବୟସରେ ସେ ମୋର ଗୁରୁଜନ। ଜେଜେଙ୍କ ସ୍ନେହ ଭରା ଜଡ଼ା ଡାକ ତାଙ୍କ କାନରେ ଆଜି ବି ଗୁଞ୍ଜିରି ଉଠେ ବୋଲି ସେ କୁହନ୍ତି। ଆସନ୍ତୁ ଶୁଣିବା ସେ ଜଡ଼ା ମଉସାଙ୍କ ପାଟିରୁ କିଛି ଅଭୁଲା ସ୍ମୃତି। ଢେର ଦିନ ବୁଢ଼ା ଥିଲା ବେଳେ କହିଛନ୍ତି, ସବୁଠୁ ବିଶ୍ୱାସ କରେ କାହାକୁ? ଜଡ଼ାକୁ। ଘର ଚୋରି ହେଲା, ପଳେଇଲେ ଚୋରି ହେଲା। ଇଏ ଲୋକ ଭଲିକି ମତେ ଚିହ୍ନିଛନ୍ତି। ଇଏ ହଁ ଆମ ତମ ବାପା ନେଇଏ। ହଁ ହଁ ବାପା। ଇଏ ଥିଲେ ଆମ ଘର କୁମ୍ଭକୁଣିଆରେ ଥିଲେ, ସେତେବେଳେ କାମ କରୁଥିଲେ ସବୁ। ଇଏ ପଳେଇ ଆସିଲେ, ଆମ ଘର ଚୋରି ହେଲା। ଘର ଭିତରେ ମାନେ ଏପଟ ଗାତ ଖୋଳିଲେ ମଝି ବାହାରିଲେ ଲୋକ ସବୁ କଂସା କେନ ଚୋରି ହେଲା ଜାଣିଥିବେ। ମୁଁ ତ ଜନ୍ମ ନାହିଁ, ମୋର ମୁଁ ଶୁଣିଛି। ଏବେ ବି ବାପା ଖୋଜନ୍ତି, ଜଡ଼ା ଅଛି ନା। ମୁଁ କାହିଁକି ଆସିନି ଆଜି ଖୋଜୁଛୁ? ଆରେ ସେମିତି ଲୋକ ବୋଲି ଆମେ ଖୋଜୁଛେ। ବୁଢା ବାପା ସେଠି ଯେତିକି ଥିଲେ ବିଶ୍ୱାସ କରନ୍ତି ଆଙ୍କୁ। ମୁଁ ସେଇନା କହୁଛୁ, ଘର ଆଡେ ଏଦିନ ରହିଲ, ଘର ଢେର ଦିନ କାମ କରୁଛନ୍ତି। କେତେ ବର୍ଷ? 6-7 ବର୍ଷ ରହିଛନ୍ତି ସେ ଆମ ସେଇନା କହୁଛୁ, କେତେ ଘର ଆଡେ ଚାଲି ଯା ଖୋଜୁଥିଲେ ବାପା। ଆମର ଜନ୍ମ ଥିବନି। ହଁ ଜନ୍ମ ବୁଢା ବା ବୁଢୀ ମା ଚାଲିଗଲେଣି ସବୁ। ଦେହ ଭଲ ଅଛି ନା? ଏଇ ଆଣ୍ଠୁ ଦିଟା ମୋର ବଥା କରୁଛି, ସେଇ ନେଇ ଚାଲି ପାରୁନି। ମୋର ଗାଡିରେ ଯାଉଛି। ହଁ ଯାଉଛୁ ଟିକେ। ଢେର ଦିନ ପରେ ଲୋକଙ୍କୁ ଦେଖୁଛୁ। ଇଏ ଆମ ଘରେ ଥିଲେ 7 ବର୍ଷ। ଇଏ ଘରୁ ପଳେଇଆଇଲେ, ଆମ ଘରେ ଚୋରି ହେଇଗଲା। ଚୋରି ବୋଲି ଚୋରି ମାନେ କିସ ବୁଢା ବା କିଛି କହିଲେ ଜାଣିଛୁ? ଆଉ ଆସିଲେ, ଜେଲରୁ ଆସିଲେ, ଥାନାରୁ ଆସିଲେ, କହିଲେ କାହାକୁ ଭାବୁଛ ଚୋର ବୋଲି ହେଲା। ଆଉ କହିଲେ ତମ ଘର, କହିଲେ ତାଙ୍କୁ ନିଜ ଉପରେ ବିଶ୍ୱାସ ନାହିଁ ସେତିକି, ଜଡ଼ା ଉପରେ ବିଶ୍ୱାସ ଅଛି ସେତିକି କୁହନ୍ତି ସବୁ। ହଉ ମୁଁ ଯାଉଛି। ଆଉ ଯିବ କେତେବେଳେ ଟାଇମ ଦେଖି ଯିବ କହିବେ ସେତେବେଳେ କିସ ରଖୁଛୁ? ମୁଁ କହିନି କାଣ୍ଡ ଆଉ ଢମା ଖଡ ଖଡ ଉଠିବନି, ମାରିନି ଏକାଥରେ ଆଉ ଗଳିବନି। ଆଉ ମୁଁ ଯେଦିନ ପଳେଇଛି ଚୁରି ହେଲା। ସେଇଟା ତ ଶୁଇଛନ୍ତି ସବୁ ପିଣ୍ଡାର। ସେ ଥଲେ ଥିଲା ପିଣ୍ଡା ଶୁଇଛି, ବୁଢା ଶୁଇଛି ସେଇ ଏଇ କଟ ପିଣ୍ଡା। ଆର ଘର ଫାଙ୍କା ପୁରା। ଆସିଲେ ସାଡୁ ଗଡିଆ ଆଡୁ ବେଡ କଲେ ବିଳ କଲେ ସେ ଘର ଭିତରେ। ଆଉ ସେ ଇଏଟା ଅଛି, ଘୋଡେଇ ଦେନେ ତାର ଚାଲିଲା ସବୁ।